ନମସ୍କାର। କେବେ ଏକ ଚକଚକିଆ ଚାମଚରେ ନିଜ ମୁହଁ ଦେଖିଛନ୍ତି କି? ଲକ୍ଷ୍ୟ କରିଥିବେ ଗୋଟେ ପଟେ ପ୍ରତିବିମ୍ବ ସିଧା ଦେଖାଯାଏ ଆଉ ଅନ୍ୟ ପଟେ ପୂରା ଓଲଟା। ହେଲେ ଏମିତି କାହିଁକି ହୁଏ? ଆଜି ଆମେ ଆଲୋକର ଏହି ମଜାଦାର ଖେଳ ଭିତରକୁ ଯିବା ଏବଂ ପ୍ରତିଫଳନର ରହସ୍ୟକୁ ବୁଝିବା। ଏଇଟା ହେଉଛି ଆମର ଆଜିର ମୂଳ ପ୍ରଶ୍ନ। ଗୋଟିଏ ସାଧାରଣ ଚାମଚ, କିନ୍ତୁ ତା ଭିତରେ ଲୁଚି ରହିଛି ପଦାର୍ଥ ବିଜ୍ଞାନର ଏକ ବଡ଼ ରହସ୍ୟ। ଚାଲନ୍ତୁ ଆଜି ମିଶିକି ଏହି ରହସ୍ୟର ପର୍ଦ୍ଦାଫାଶ କରିବା। ଏହା ପଛର ବିଜ୍ଞାନଟା ନା ବହୁତ ମଜାଦାର। ଆଉ ଶୁଣିବାକୁ ହୁଏତ ଟିକେ ଜଟିଳ ଲାଗିପାରେ, କିନ୍ତୁ ବିଶ୍ୱାସ କରନ୍ତୁ, ଏହାର ସମାଧାନ ବେଶୀ କିଛି ନୁହେଁ। ଆଲୋକର ମାତ୍ର କେଇଟା ସରଳ ନିୟମ ଭିତରେ ହିଁ ଲୁଚି ରହିଛି। ଆସନ୍ତୁ ସେହି ନିୟମଗୁଡ଼ିକୁ ଗୋଟିଏ ଗୋଟିଏ କରି ବୁଝିବା। ଠିକ୍ ଅଛି, ତେବେ ସବୁଠୁ ପ୍ରଥମେ ଆମକୁ ବକ୍ରଦର୍ପଣ କ'ଣ ତାହା ବୁଝିବାକୁ ପଡ଼ିବ। ଆଉ ଏଥିପାଇଁ ଆମର ସବୁଠୁ ଭଲ ଉଦାହରଣ ହେଉଛି ସେହି ସାଧାରଣ ଚାମଚ। ଦେଖନ୍ତୁ, ଚାମଚର ଦୁଇଟି ପୃଷ୍ଠ ଅଛି, ଆଉ ଦୁଇଟି ଯାକ ଦର୍ପଣ ଭଳି କାମ କରନ୍ତି। ଯେଉଁ ପଟ ଭିତରକୁ ଖାଲୁଆ, ମାନେ ଗୋଟେ ଗୁମ୍ଫା ପରି, ତାକୁ କୁହାଯାଏ ଅବତଳ ଦର୍ପଣ ବା କନକେଭ୍ ମିରର। ଆଉ ତାର ପଛପଟେ ଯାହା ବାହାରକୁ ଫୁଲି ରହିଥାଏ, ତାକୁ କୁହାଯାଏ ଉତ୍ତଳ ଦର୍ପଣ ବା କନଭେକ୍ସ ମିରର। ମନେ ରଖିବା ପାଇଁ ବହୁତ ସହଜ। ଏ ଚିତ୍ରରେ ଦେଖନ୍ତୁ କେତେ ସ୍ପଷ୍ଟ ଭାବେ ଦେଖାଯାଉଛି। ଅବତଳ ଦର୍ପଣ ଆଲୋକ ରଶ୍ମିକୁ ଗୋଟିଏ ଜାଗାରେ ଏକାଠି କରୁଛି, ଆଉ ଉତ୍ତଳ ଦର୍ପଣ ସେହି ଆଲୋକକୁ ଛିଟକେଇ ଦେଉଛି। ବାସ୍, ଏହି ଗୋଟିଏ ପାର୍ଥକ୍ୟ ହିଁ ସବୁ ରହସ୍ୟର ମୂଳ କାରଣ। ହଁ, ଏହି ଖେଳକୁ ବୁଝିବା ପୂର୍ବରୁ ଆମକୁ ମାତ୍ର କେଇଟା ଶବ୍ଦ ଜାଣିବାକୁ ପଡ଼ିବ, ଯେମିତିକି ପୋଲ୍ ମାନେ ଦର୍ପଣର କେନ୍ଦ୍ର, ବକ୍ରତା କେନ୍ଦ୍ର, ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଫୋକସ୍, ଯେଉଁଠି ଆଲୋକରଶ୍ମି ପ୍ରତିଫଳନ ପରେ ଏକାଠି ହୁଅନ୍ତି। ଠିକ୍ ଅଛି, ତେବେ ଏବେ ଆସିବା ସେହି ନିୟମଗୁଡ଼ିକ ଉପରକୁ। ମନେ ରଖିବା ଦରକାର ଯେ ଆଲୋକ ସବୁବେଳେ କିଛି ନିର୍ଦ୍ଦିଷ୍ଟ ନିୟମ ମାନି ଚାଲେ। ସେ କେବେ ବି ଏପଟ ସେପଟ ହୁଏନି। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିୟମଟି ହେଲା, ଯେ କୌଣସି ଆଲୋକ ରଶ୍ମି ଯଦି ଦର୍ପଣର ମୁଖ୍ୟ ଅକ୍ଷ ସହିତ ସମାନ୍ତରାଳ ହୋଇ ଆସେ, ତେବେ ଦର୍ପଣରେ ବାଜିବା ପରେ ତାହା ସବୁବେଳେ ଫୋକସ୍ ବିନ୍ଦୁ ଦେଇ ହିଁ ଯିବ। ଏଇଟା ହେଉଛି ପ୍ରଥମ ନିୟମ। ଏଇ ଦେଖନ୍ତୁ କେତେ ସୁନ୍ଦର ଭାବରେ ଏହି ଚିତ୍ରରେ ଦେଖାଯାଉଛି। ସବୁ ସମାନାନ୍ତରାଳ ରଶ୍ମି ଆସି ଦର୍ପଣରେ ବାଜିବା ପରେ କେମିତି ଗୋଟିଏ ବିନ୍ଦୁ ଏଫ୍ରେ ଏକାଠି ହେଉଛନ୍ତି। ଏଇଥିପାଇଁ ତ ଅବତଳ ଦର୍ପଣକୁ ଅଭିସାରୀ ବା କନଭର୍ଜିଂ ମିରର ବି କୁହାଯାଏ, କାରଣ ଏହା ଆଲୋକକୁ ଏକାଠି କରେ। ଦ୍ୱିତୀୟ ନିୟମଟି ତ ଆହୁରି ସହଜ। ଯଦି କୌଣସି ଆଲୋକ ରଶ୍ମି ବକ୍ରତା କେନ୍ଦ୍ର ବା ସି ଦେଇ ଦର୍ପଣ ଉପରେ ପଡ଼େ, ତେବେ ତାହା ଯେଉଁ ରାସ୍ତାରେ ଆସିଥିଲା, ବିନା କୌଣସି ପରିବର୍ତ୍ତନରେ ଠିକ୍ ସେହି ରାସ୍ତାରେ ହିଁ ଫେରିଯାଏ। ବାସ୍ ଏତିକି। ହଉ, ତେବେ ନିୟମ ତ ଜଣାପଡ଼ିଗଲା। ଏବେ ଚାଲନ୍ତୁ ଆମର ସେଇ ମୂଳ ପ୍ରଶ୍ନକୁ ଫେରିବା। ଚାମଚର ଭିତର ପଟେ ପ୍ରତିବିମ୍ବ ଓଲଟା କାହିଁକି ଦେଖାଯାଏ? ଏବେ ଆସିଲା ସେଇ ଆହା ମୁହୂର୍ତ୍ତ। ଚିତ୍ରକୁ ଟିକେ ଧ୍ୟାନ ଦେଇ ଦେଖନ୍ତୁ। ବସ୍ତୁର ମୁଣ୍ଡରୁ ଆସୁଥିବା ସମାନ୍ତରାଳ ରଶ୍ମିଟି ଆମ ପ୍ରଥମ ନିୟମ ଅନୁସାରେ ଫୋକସ୍ ଦେଇଗଲା, ଆଉ ଦ୍ୱିତୀୟ ରଶ୍ମିଟି ବକ୍ରତା କେନ୍ଦ୍ର ଦେଇ ଯାଇ ସିଧା ଫେରି ଆସିଲା। ଏବେ ଦେଖନ୍ତୁ ତ, ଏହି ଦୁଇଟି ଫେରନ୍ତା ରଶ୍ମି କେଉଁଠି ମିଶୁଛନ୍ତି? ମୁଖ୍ୟ ଅକ୍ଷର ତଳେ। ଆଉ ସେଇଥିପାଇଁ ତ ପ୍ରତିବିମ୍ବଟି ଓଲଟା ହୋଇଯାଉଛି। ଏଇଠି ଅଛି ସବୁ ରହସ୍ୟ। ଆଉ ଯେତେବେଳେ ଚାମଚଟା ମୁହଁ ପାଖକୁ ଆସେ, ସେତେବେଳେ କ'ଣ ହୁଏ? ଠିକ୍ ଏହି ଚିତ୍ରରେ ଯେମିତି ଦେଖାଯାଉଛି, ସେହି ଓଲଟା ପ୍ରତିବିମ୍ବଟି ଧୀରେ ଧୀରେ ବଡ଼ ହେବାକୁ ଲାଗେ। ଏଟା ନିଜେ ବି ଘରେ ଚାମଚ ଧରି ପରୀକ୍ଷା କରିହେବ। ଏହି ସାରଣୀଟିରେ ଅବତଳ ଦର୍ପଣର ପୂରା କାହାଣୀଟା ରହିଛି। ଦେଖନ୍ତୁ, ବସ୍ତୁର ସ୍ଥିତି ବଦଳିବା ସହିତ ପ୍ରତିବିମ୍ବର ଆକାର ଆଉ ପ୍ରକୃତି କେମିତି ବଦଳି ଯାଉଛି। ହେଲେ ସବୁଠୁ ମଜାଦାର କଥା ହେଉଛି ଶେଷ ଧାଡ଼ି। ଯେତେବେଳେ ବସ୍ତୁ ଏକଦମ ପାଖକୁ ଆସିଯାଏ, ହଠାତ୍ ପ୍ରତିବିମ୍ବଟି ଓଲଟାରୁ ସିଧା ହୋଇଯାଏ। ଏହି ଜଟିଳତା ହିଁ ଅବତଳ ଦର୍ପଣର ବିଶେଷତା। ତେବେ ରହସ୍ୟର ଗୋଟେ ଭାଗ ତ ସମାଧାନ ହେଇଗଲା। ଏବେ ଚାଲନ୍ତୁ ଚାମଚର ପଛପଟକୁ, ମାନେ ଉତ୍ତଳ ଦର୍ପଣ ପାଖକୁ, ଆଉ ରହସ୍ୟର ବାକି ଅଧାକୁ ବି ସମାଧାନ କରିଦେବା। ଏଇଠି ଦେଖନ୍ତୁ କ'ଣ ହେଉଛି। ଉତ୍ତଳ ଦର୍ପଣରେ ଆଲୋକ ରଶ୍ମିଗୁଡ଼ିକ ବାଜିବା ପରେ ଛିଟିକି ଯାଉଛନ୍ତି, ଏକାଠି ହେଉନାହାନ୍ତି। ତେଣୁ ଆମ ମସ୍ତିଷ୍କ କ'ଣ କରେ? ସେହି ଛିଟିକି ଯାଇଥିବା ରଶ୍ମିଗୁଡ଼ିକୁ କାଳ୍ପନିକ ଭାବେ ପଛକୁ ଟାଣି ଦର୍ପଣ ପଛରେ ଗୋଟେ ବିନ୍ଦୁରେ ମିଶାଏ। ଆଉ ଯେହେତୁ ରଶ୍ମିଗୁଡ଼ିକ ପ୍ରକୃତରେ ମିଶୁନାହାନ୍ତି, ଏହାକୁ ଆଭାସୀ ପ୍ରତିବିମ୍ବ କୁହାଯାଏ। ଆଉ ଲକ୍ଷ୍ୟ କରନ୍ତୁ, ଏହା ସବୁବେଳେ ସିଧା ଆଉ ଛୋଟ। ତେଣୁ ଏଇଟା ହେଉଛି ସବୁଠୁ ବଡ଼ କଥା। ଉତ୍ତଳ ଦର୍ପଣରେ ଅବତଳ ଦର୍ପଣ ଭଳି ଏତେ ସବୁ ମୁଣ୍ଡବ୍ୟଥା ନାହିଁ। ବସ୍ତୁକୁ ଯେଉଁଠି ବି ରଖାଯାଉନା କାହିଁକି, ପ୍ରତିବିମ୍ବ ସବୁବେଳେ ଛୋଟ ଏବଂ ସିଧା ହିଁ ହେବ। କଥା ସେଇଠି ସରିଲା। ଖାଲି ଚାମଚ କଥା ତ ନୁହେଁ, ଏହି ଦର୍ପଣଗୁଡ଼ିକ ଆମ ଦୈନନ୍ଦିନ ଜୀବନରେ କେତେ ଶକ୍ତିଶାଳୀ ଉପକରଣ ଭାବେ କାମ କରନ୍ତି, ଚାଲନ୍ତୁ ଏବେ ତାହା ଦେଖିବା। ଦେଖନ୍ତୁ, ଅବତଳ ଦର୍ପଣ ଆଲୋକକୁ ଏକାଠି କରେ।
ତେଣୁ ଗାଡ଼ିର ହେଡ୍ଲାଇଟ୍ରେ ଶକ୍ତିଶାଳୀ ରଶ୍ମି ପାଇଁ, ସେଭିଂ ଦର୍ପଣରେ ମୁହଁର ବଡ଼ ଆଉ ସିଧା ପ୍ରତିବିମ୍ବ ଦେଖିବା ପାଇଁ, ଏପରିକି ସୌର ଚୁଲାରେ ସୂର୍ଯ୍ୟକିରଣକୁ ଏକାଠି କରି ତାପ ସୃଷ୍ଟି କରିବା ପାଇଁ ଏହାକୁ ବ୍ୟବହାର କରାଯାଏ। ଆଉ ଉତ୍ତଳ ଦର୍ପଣର ମୁଖ୍ୟ କାମ ହେଉଛି ସୁରକ୍ଷା। ଏହା ବହୁତ ବଡ଼ ଅଞ୍ଚଳକୁ ଛୋଟ କରି ଦେଖାଇପାରେ, ତେଣୁ ଗାଡ଼ିର ସାଇଡ୍ ମିରର ଭାବରେ କିମ୍ବା ବଡ଼ ବଡ଼ ଦୋକାନରେ ସିକ୍ୟୁରିଟି ମିରର ଭାବରେ ଏହା ବ୍ୟବହୃତ ହୁଏ। ଏହି ଲେଖଟା ତ ସମସ୍ତେ ଗାଡ଼ିର କାଚରେ ଦେଖିଥିବେ। ଅବଜେକ୍ଟସ୍ ଇନ୍ ମିରର ଆର୍ କ୍ଲୋଜର ଦ୍ୟାନ୍ ଦେ ଆପିୟର। ଏବେ ବୁଝାପଡ଼ିଲା ଏମିତି କାହିଁକି ଲେଖା ହେଇଥାଏ। କାରଣ ଉତ୍ତଳ ଦର୍ପଣ ବସ୍ତୁକୁ ଛୋଟ କରି ଦେଖାଏ, ତେଣୁ ଆମକୁ ଲାଗେ ଯେ ବସ୍ତୁଟି ବହୁତ ଦୂରରେ ଅଛି, ଯେତେବେଳେ କି ତାହା ବାସ୍ତବରେ ପାଖରେ ଥାଏ। ତେବେ ଆମ ଚାମଚ ରହସ୍ୟର ସମାଧାନ ହୋଇଗଲା। କେତେ ସରଳ କଥା, ନୁହେଁ କି? ଚାମଚର ଭିତର ପଟ ମାନେ ଅବତଳ ଦର୍ପଣ ଆଲୋକକୁ ଏକାଠି କରି ଓଲଟା ପ୍ରତିବିମ୍ବ ତିଆରି କରେ, ଆଉ ବାହାର ପଟ ମାନେ ଉତ୍ତଳ ଦର୍ପଣ ଆଲୋକକୁ ଛିଟିକାଇ ଦେଇ ସବୁବେଳେ ଏକ ସିଧା ପ୍ରତିବିମ୍ବ ଦେଖାଏ। ଗୋଟିଏ ଚାମଚ, କିନ୍ତୁ ପଦାର୍ଥ ବିଜ୍ଞାନର ଦୁଇଟି ଅଲଗା ନିୟମ। ହେଲେ କଥା ଏତିକିରେ ସରୁନି। ଆମେ ତ ଜାଣିଲେ ଆଲୋକ କେମିତି କୌଣସି ପୃଷ୍ଠରୁ ବାହୁଡ଼ି ଆସେ, କିନ୍ତୁ ଗୋଟେ ପ୍ରଶ୍ନ ରହିଗଲା। ଯେତେବେଳେ ଆଲୋକ କୌଣସି ସ୍ୱଚ୍ଛ ଜିନିଷ ଭିତର ଦେଇ ଯାଏ, ଯେମିତିକି ପାଣି କିମ୍ବା କାଚ, ସେତେବେଳେ ତା ସହିତ କ'ଣ ହୁଏ? ତାର ରାସ୍ତା କ'ଣ ବଦଳିଯାଏ? ଏହା ଆଉ ଏକ ରୋମାଞ୍ଚକର ବିଷୟ, ଯାହା ବିଷୟରେ ଆମେ ପରବର୍ତ୍ତୀ ଆଲୋଚନାରେ ଜାଣିବା।